ସବୁବେଳେ ଲୋକମାନେ ଚାହୁଁଛନ୍ତି ତାଙ୍କ ସ୍ତ୍ରୀ ମାନେ କେମିତି ଛାଡ଼ି ପଳେଇ ଯାଆନ୍ତି, ସେ ଅନ୍ୟ ଆଡ଼େ ସବୁ ବୁଲି ବୁଲିକିରି ଖେଳ କରିବେ। କୋଉମାନେ ଚାହୁଁଛନ୍ତି ସେ କଥା ନୁହେଁ, ବୁଲି ବୁଲି ଖେଳ କରିବେ ନୁହଁ। ଆଉ ଯୋଉମାନେ ଚାହୁଁଛନ୍ତି ତାଙ୍କ ମାଇପ ପଳେଇ ଯାଉ, ହଁ ସେଟା ସବୁ କୋଢିଆ କୋଢିଆ କୋଢିଆ। ହଁ, ନା ସେଣ୍ଡ ନା ବୋପା ମୋ ପାଟି ତ ସେଣ୍ଟ ସେଇଟା ସେଣ୍ଟ ନୁହଁ, ଏଟା କୋଚ କୋଛ ସେଇଗୁଡାକ ଚାହୁଁଛନ୍ତି ତାଙ୍କ ମାଇକିନା ପଳନ୍ତୁ। କିନ୍ତୁ ବିଶ୍ୱାସ କର, ମୁଁ ଜଣେ ପରିଶ୍ରମ ପିଲା। ମୁଁ ବୁଝିଛି କୋର୍ସରେ କରିଛି ଲାଭଞ୍ଚ ବିଦ୍ୟା ଲାଭଞ୍ଚ ଘୋଷଣେ। ଆଚ୍ଛା। ତେଣୁ ମୁଁ ପରିଶ୍ରମ ପିଲା, କାହିଁକି ମୋ ବେଲା ମତେ ଛାଡ଼ିକି ଚାଲିଗଲା ମୁଁ କିଛି ବୁଝିପାରୁନି। ମୋ ବେଲୁ ଖୋଜି ଆଣି ଦିଅ। ରେ ବାଲ ଇରେ 3 ମାସ କାଳ ରହିକି ତୋ ପାଖରେ ହେଲା ଗେଲ। ଆଜ୍ଞା। ଆଉ କେତେ ଦିନ ତୋ ସାଙ୍ଗରେ ଗେଲ ହେଇଥାନ୍ତା, ତେଣୁକରି ଅଲଗା ରାସ୍ତା ଦେଖିଦେଲା, ଅଲଗା ଆଡେ ଗେଲ ହବା ପାଇଁ ପଳେଇଲା। ଆପଣ ବାରମ୍ବାର ସେଇ କଥାଟା କୁହନ୍ତୁନି, ମୋ ବେଲୁ ଖୋଜି ଆଣି ଦିଅନ୍ତୁ। ଶଳା ତୁ କଣ କହୁଛୁ, ତୋ ସ୍ତ୍ରୀକି ଖୋଜିବା କଥା? ଶଳା ତୋ ଦୁଃଖ ଚାଇ ମୋ ଦୁଃଖ ବଳେ, ନାଉ ନଗେଇଲେ ଚଲଣା ପଳେଇ। ରେ ତୋର ସିନା 3 ମାସ ହେଲା ଯାଇଛି, ହଁ ମୋ ସ୍ତ୍ରୀ ହଁ ମୁଁ ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରିଛି, ମୋ ସ୍ତ୍ରୀ ହଁ ଆଜକୁ ଦୀର୍ଘ 10 ବର୍ଷ ହେଲା ଚାଲି ଯାଇଛି। କଣ ଦେଖି ନିଃସଙ୍ଗ ଜୀବନ ନେଇ ମୁଁ ଏ ରଙ୍ଗୀନ ଦୁନିଆରେ କେମିତି ସଙ୍ଗିନୀ ସାଜୁଥିବି। ତାମାନେ ଆପଣଙ୍କ ସ୍ତ୍ରୀ ବି ନାହିଁ? ଚାଲି ଯାଇଛି ରେ। ଆପଣଙ୍କ ସ୍ତ୍ରୀ ଚାଲି ଯାଇଛି, ହଁ ତାମାନେ ଆପଣ ବି ମାଇପ ଛୁଅନ୍ତୁ, ମୁଁ ବି